କାହିଁ ଗଲେ ମୁରଲି ଫୁଙ୍କା ସେ ଯୁବତୀ ରସିଆ କାମିନୀ ରଙ୍କା କାହିଁ ଗଲେ ମୁରଲି ଫୁଙ୍କା ତ୍ରିଭଙ୍ଗୀ ଭଙ୍ଗୀରେ ମୁରଲି ବଜାନ୍ତି ତ୍ରିଭଙ୍ଗୀ ଭଙ୍ଗୀରେ ମୁରଲି ବଜାନ୍ତି ନୀତି ଡାକୁଥାନ୍ତି ଆସ ରାଧିକା କାହିଁ ଗଲେ ମୁରଲି ଫୁଙ୍କା ସେ ଯୁବତୀ ରସିଆ କାମିନୀ ରଙ୍କା କାହିଁ ଗଲେ ମୁରଲି ଫୁଙ୍କା ଆପଣ ମୁରଲିକି ଧାରଣ କରନ୍ତି କାହିଁ ଗଲେ ମୁରଲି ଫୁଙ୍କା ଏଇ ଯେ ସୁନ୍ଦର ଭାବରେ ଏଇ ଯେଉଁ ବ୍ୟବସ୍ଥା କାହିଁ ଗଲେ ମୁରଲି ଫୁଙ୍କା ତେଣୁ ଆପଣ ଯୁବତୀ ରସିଆ ସେଠି କେତେ ଯୁବତୀକୁ ଛାଡ଼ିକି ଆପଣ ଆସିଲେ ଆହା ଶିବସ୍ସ ଖଣ୍ଡଶାଳ ବାରମ୍ବାର ବାରମ୍ବାର ଦର୍ଶନ ହେଉଛନ୍ତି ଶୀର୍ଷ ପ୍ରଦେଶ ଯେଉଁଠି ଏଇ ଯେଉଁ ବାନା ଇଏ ପତିତ ପାବନ ବାନା ଏ ବାନାକୁ ଯେଉଁମାନେ ବି ଦର୍ଶନ କରନ୍ତି ଇଏ ପଞ୍ଚକୋଶୀ ପର୍ଯ୍ୟନ୍ତ ପଞ୍ଚକୋଶୀ ଭିତରେ ଯେଉଁମାନେ ବି ଦର୍ଶନ କରୁଛନ୍ତି ନା ସେମାନେ ମଧ୍ୟ ମୁକ୍ତି ପାଇଥାନ୍ତି ଯିଏ ନୀଳଚକ୍ରକୁ ଦର୍ଶନ କରେ ପତିତ ପାବନକୁ ଯିଏ ଦର୍ଶନ କରନ୍ତି ମହାପ୍ରଭୁଙ୍କର ଦର୍ଶନ ମଧ୍ୟ ଫଳପ୍ରାପ୍ତ ହୁଅନ୍ତି ସେଥିପାଇଁ ମଧ୍ୟ ଏକଥା ମଧ୍ୟ କହୁଛନ୍ତି ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା ପତିତ ପାବନ ନାମଟି ଜାନା ପତିତ ପାବନ ନାମଟି ଜାନା ଆସ ଆସ ବୋଲି ପାତକୀ ମାନଙ୍କୁ ଆସ ଆସ ବୋଲି ପାତକୀ ମାନଙ୍କୁ ଡାକୁଅଛି ପରା ସଂଗାତ ଅନା ନେତ ଧ୍ୱଜାବର ଉଡ଼ି ଫର ଫର ନେତ ଧ୍ୱଜାବର ଉଡ଼ି ଫର ଫର ଉଡ଼ାଇ ଦେଉଛି ଭବଯାତନା ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା ପତିତ ପାବନ ନାମଟି ଜାନା ଆପଣ ହେଉଛନ୍ତି ପତିତ ପାବନ ଆପଣଙ୍କୁ ଦର୍ଶନ ନ କରିପାରିଲେ ନୀଳଚକ୍ରକୁ ଦର୍ଶନ କରିଲେ ସେଇ ଫଳ ମଧ୍ୟ ମିଳେ ବାରମ୍ବାର 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 ବଡ଼ ବାଡ଼ର ଦିଅ সেই দেবাদিদেব ভগবান কামপাল নমস্তুতে নমনন্তায় শেষায় সাক্ষাৎ রমায় তে নম ধরাধরায় পুণ্যায় সুধন্য শির প্রাণে সহস্র শীর্ষ নিত্য নম সংকর্ষণায় তে নম রেবতী রমণং তং বৈ বড় দেবাচ্যুতাগ্রজ হড়ায়ুধ প্রভঙ্গ পাহিমং পুরুষোত্তম বড়ায় বড়ভদ্রায় তাড়ঙ্কায় নম নম নীলাম্বরায় গুরায় রুণিয়তে নম ধেনুকারী মুষ্টিকারী কোটারী রবণান্তক রুক্মিণী কুম্ভকন্নহরিকুম মণ্ডলী স্তবে হুই কালন্দি ভেদনশিতং হস্তিনাপুর কর্ষক দ্বিজা যাদবেन्द्र भजमंडल मंडन तो महाप्रभु से आउ किए सी ना कंस भात प्रंतासी तीर्थयात्रा कर प्रभु दुर्योधन गुरु साक्षात पाही पाही प्रभु तत् हे प्रभु आपण शेष दुर्योधनर मध्य गुरु शासिले अर्थ कहवा गले भल छात्र केवल कले हेनी खराब छात्र को मध्य यदि साबाड़ करी ताहले से शिक्षक उत्तम से गुरु होचंद उत्तम आपण सैया करिके देखैले ना दुर्योधन भलिया ता नाम दुर्योधन किंतु सेतिपाई तांको हयतो महाप्रभु डाकंती सूर्यधन डाकंती ना दुर्योधन कौन डाकिबो आ दुर्योधन सहित मध्य तांकर भौणी दुशीला सुशीला नुहे पुणी दुशीला अर्थात दु शब्दर प्राधान्य दिया जाइछि आहा आहा बारंबार महाप्रभु दर्शन देउछंती अच्छा ये जो व्यवस्था आमे बारंबार बारंबार मध्य श्रवण करी आसुछंती तो आषाढ़ शुक्ल एकादशी आज आषाढ़ शुक्ल एकादशी रे महाप्रभु आज सजई हेबे जदि आमे एक कथा मध्य कहिबा को जिबा 1211 रु 1238 समय रे तृतीय अनंग भीमदेव जेतेबेले श्री जगन्नाथ को राष्ट्र देवता घोषणा कले सेतेबेले सी जगन्नाथ को सर्वोच्च सम्मान अर्थ सारा जगतर सारा विश्वर देवता होचंदी सी अर्थ राष्ट्र देवता बोली जगन्नाथ को प्रतिपादित कले शिरोक्ति कले तो या भितरे 1238 रु 1267 भितरे जेतेबेले पुरुषोत्तम देवंकर पुत्र रूपे लांगुला नरसिंह देव निजक अभिहित कले तो सेतेबेले धीरे 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 महाप्रभुंकर आउरी बढ़िला तो 1308 रु 1328 रे तृतीय भानुदेव जगन्नाथ को पुनश्च कौन कले ना राजादि राज रूपे अभिहित कले परवर्ती काल रे 1434 रु 1468 रे सूर्यवंशी राजा कपिलेन्द्र देव श्री जगन्नाथ को जातीय देवता रूपे स्वीकार कले एवं निजकु सेवक बोली मने कले ना किए ना कपिलेन्द्र देव एवं यहाँ परे परे
ଅନଙ୍ଗ ଭୀମ ଦେବ ଓ ପୁରୁଷୋତ୍ତମ ଦେବ ମାନ୍ୟତା ସ୍ୱରୂପ 2 ବର୍ଷ କାଳ ଅଭିଷେକ ହୋଇନଥିଲେ। କାହିଁକି ନା ରାଜା ତ କିଏ ନା ରାଜା ତ ଜାତୀୟ ଦେବତା, ରାଜା ତ ହେଉଛନ୍ତି ମହାପ୍ରଭୁ। ନୀଳାଚଳେ ନାହିଁ ରାଜାର ଉତ୍କଳରେ ନାହିଁ, ରାଜାର ପ୍ରୟୋଜନ ଉତ୍କଳର ରାଜା ସ୍ୱୟଂ ନାରାୟଣ। ତ ସେଥିପାଇଁ ଇଏ ଗୋଟେ ଭାବର ସମୁଦ୍ର, ଇଏ ଗୋଟେ ଭାବ ବ୍ୟବସ୍ଥାରେ 2 ବର୍ଷ ଯାକ ଅଭିଷେକ ହେଲେନି। କିଏ? ଅନଙ୍ଗ ଭୀମ ଦେବ ଏବଂ ପୁରୁଷୋତ୍ତମ ଦେବ। ଇତିହାସ କହୁଛନ୍ତି ନା 1460ରେ କପିଳେନ୍ଦ୍ର ଦେବ ଯେତେବେଳେ ଜୟଦୁର୍ଗାଙ୍କ କୃପାରୁ ସମସ୍ତ ଦାକ୍ଷିଣ ବିଜୟ କରିକି ଆସିଲେ, 16ଟି ହସ୍ତି ପୃଷ୍ଠରେ ଧନ ରତ୍ନ ଆଣି ମହାପ୍ରଭୁଙ୍କୁ ଉତ୍ସର୍ଗ କରିଥିଲେ ଏବଂ ଯାହା ଆମେ ମଧ୍ୟ ଆଜି ସୂଚନା ପ୍ରାପ୍ତ ହେଉଛୁ ଜୟ ବିଜୟ ଦ୍ୱାରର ଶିଳାଲେଖରୁ। ତେଣୁ ଏହା ଭିତରେ ସେ ମାନେ ଚିନ୍ତା କଲେ, ଦେଖନ୍ତୁ ଇଏ ହେଉଛି ମହାପ୍ରଭୁଙ୍କ ପ୍ରତି ସମର୍ପିତ। ଆମେ ଯେଉଁ କଥା ଟିକିଏ ପୂର୍ବରୁ ଯେଉଁ କଥା କହୁଥିଲୁ, ଦେଖନ୍ତୁ ସେବକ ମା ଭଦ୍ରାଙ୍କୁ ମଧ୍ୟ ଏଇ ଯେଉଁ ବସ୍ତ୍ରଟିଏ ମଧ୍ୟ ଆଣି ଦେଉଛନ୍ତି। ତେଣୁ ଏହି ସମୟରେ ଅନେକ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବସ୍ତ୍ର ପାଇଁ ଇଚ୍ଛା କରିଥାନ୍ତି, ମୁଁ ଟିକେ ମହାପ୍ରଭୁଙ୍କୁ ବସ୍ତ୍ରରେ ଟିକେ ସଜେଇବି, ଟିକେ ହଜେଇବି। ତେଣୁ ଆହା ଇଏ ବିଞ୍ଚଣା, ଇଏ ଯେଉଁ ପବନ, ଇଏ ଯେଉଁ ମହାପ୍ରଭୁଙ୍କର ସେବାରେ ସମସ୍ତେ କିଏ ବିଞ୍ଚଣାରେ ବିଞ୍ଚି ଦେଉଛନ୍ତି ସେବକମାନେ। ଯେଉଁ ସମସ୍ତେ ଏଠି ସେବକ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତେ ନିଜକୁ ଏଠି ସମର୍ପିତ କରିଛନ୍ତି।